वीडियो ଜାନୁଆରୀ 26 ଉପଲକ୍ଷେ ମୁଁ ସାଇନ୍ସ ଲାବୋରେଟୋରୀ ରୁମ୍କୁ ପ୍ରବେଶ କରିଛି। ପାହେରାଜୁ ମାନେ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ, ଯାହାକି ଗୋଟେ ହାଇସ୍କୁଲ ଅଛି। ମୁଁ କେବେ ଭାବିନଥିଲି ଏ ପ୍ରକାର ହାଇସ୍କୁଲକୁ ମୋ ଦୃଷ୍ଟିଗୋଚର ହେବ ବୋଲି। କେତେ ପ୍ରକାର ବହୁ ପ୍ରକାର ବିଭିନ୍ନ ପ୍ରକାର ସାଇନ୍ସ ଏଜୁକେସନ୍ ଏଠି ମାନେ ପ୍ରଦର୍ଶନ କରାଯାଇଛି। ଆଉ ବହୁତ ସୁନ୍ଦର ଲାଗୁଛି ଦେଖି ମନ ଜୀବନ ପାଠ ପଢ଼ି କିନ୍ତୁ ଏତେ ଆସିବା ସମୟରେ ଏତେ ଆମେ ଜାଣିନଥିଲୁ ପିଲାଙ୍କର କେତେ ଚତୁରତା। ଏଇଟା ଦେଖନ୍ତୁ ଫୁସ୍ଫୁସ୍ ରହିଛି, ଆଉ ଇଏ କ୍ରୋମାଜୋମ୍ ରହିଛି, ମାନେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଏଠି ପ୍ରତ୍ୟେକ ଏଠି ମାନେ ପ୍ରଦର୍ଶନ କରାଯାଇଛି। ବହୁତ ଜିନିଷ ହାଉସ୍ ରଖାଯାଇଛି, ମାନେ କେମିତି ପରିବେଶ କରାଯିବ, ଗଛ ରୋପଣ କରାଯାଉଛି, ଯେମିତି ପିଲାମାନଙ୍କର ସଚେତନ କେମିତି ବୃକ୍ଷରୋପଣ କଲେ ପିଲାମାନେ ଉନ୍ନତ କରିବେ, ମାନେ ମଳୟ ପବନ ପାଇବେ, ଆମର ଥଣ୍ଡା ପାଇବେ, ଅମ୍ଳଜାନ ଯୁକ୍ତ ପରିବେଶଟି ସୃଷ୍ଟି ହେବ। ବହୁତ ସୁନ୍ଦର ହାଇସ୍କୁଲ ଆମ ପାହେରାଜୁ ହାଇସ୍କୁଲ ସବୁ ସ୍କୁଲ ଠାରୁ ଗୋଟେ ଉନ୍ନତ ଏବଂ ସ୍ୱତନ୍ତ୍ରତା ମନେ ରହୁଛି। ବହୁତ ଖୁସି ଲାଗିଲା। ଆଉ ଏମିତି ପିଲାଙ୍କର ଏଇ ଭିତରେ ଏତେ ମାନେ ପାରଦର୍ଶିତା ଅଛି ବୋଲି ମୁଁ କେବେ ଅନୁଭବ କରିନଥିଲି। ପାହେରାଜୁ ମୁଁ ନୂଆ ଆସିଛି, ଦେଖିଲି ଚମତ୍କାର, ବହୁତ ସୁନ୍ଦର। ପିଲାଙ୍କର ଦେଖନ୍ତୁ ନା ତାଙ୍କର ହସ୍ତଲିପି କେତେ ସୁନ୍ଦର, ହସ୍ତଲିପି ଏତେ ସୁନ୍ଦର ଦେଖନ୍ତୁ ତାଙ୍କର କଳାକୃତି। ଯାହା ଜଣକୁ ସେ ବୃକ୍ଷ କରିଛନ୍ତି, ମାନେ ଝରଣାରେ କରିଛନ୍ତି, ଗଛ ମଧ୍ୟ କରିଛନ୍ତି, ବହୁତ ସୁନ୍ଦର ହେଇଛି, ବଢ଼ିଆ ଲାଗିଲା। ପିଲାଙ୍କର ଏମିତି ଆହୁରି ଆମେ ଉତ୍ସାହିତ କଲେ, ଶିକ୍ଷକ ଉତ୍ସାହିତ କଲେ, ପିଲା ନିଶ୍ଚିତ ଉତ୍ସାହିତ ହେଲେ, ଆଗକୁ ନିଶ୍ଚିତ ତାଙ୍କର ଲକ୍ଷ୍ୟ ରହିବ। ସେ ଦିନେ ଦିନେ ଗୋଟେ ଆମ ମହାକାଶ ଚାରି ଭଳି ବୈଜ୍ଞାନିକ ମଧ୍ୟ ହେଇପାରିବେ। ତେଣୁ ଛୋଟରୁ ବଡ଼ ସମସ୍ତଙ୍କ ପାଖରେ ପ୍ରତିଭା ଅଛି, ସମସ୍ତଙ୍କ ପାଖରେ ନୂତନତା ଅଛି, ସମସ୍ତେ ଶ୍ରେଷ୍ଠ। କାହାକୁ ଆମେ କେତେ ମାନେ ନିଚ ଉଚ୍ଚ ଭେଦଭାବ କରିବା ନାହିଁ। ସମସ୍ତଙ୍କର ପ୍ରତିଭାଟିକୁ ଆମେ କିପରି ପ୍ରଫୁଲ୍ଲିତ କଲେ ଆମର ପିଲାଙ୍କର ଭବିଷ୍ୟତ ମଙ୍ଗଳ ହେବ। ତେଣୁ ଏଥିରେ ଶିକ୍ଷକମାନଙ୍କର ନିହାତି ଭୂମିକା ରହିବା ଦରକାର। ବହୁତ ଖୁସି ଲାଗିଲା। ଆଉ ପରିବେଶକୁ ଦେଖିଲି, ଆଉ ମ୍ୟାଡ଼ାମକୁ ମୁଁ ତାରିଫ କରୁଛି, ଯିଏକି ହେଡ୍ ଅଛନ୍ତି, ଦାୟିତ୍ୱ ନେଇଛନ୍ତି। ଏହିପରି ପାହେରାଜୁ ମାନେ ହାଇସ୍କୁଲରେ ଏତେ ପ୍ରକାର ରଖିଛନ୍ତି, ତାଙ୍କର ଚିନ୍ତାଧାରା ଭଲ। ବହୁତ ଆହୁରି ପିଲାଙ୍କର ଭବିଷ୍ୟତ ପାଇଁ ତିଆରି କରନ୍ତୁ। ମଣିଷ ଜୀବନ ଆଜି ଅଛୁ କାଲି ନାହିଁ, ପାଣି ଫଟକା, କିନ୍ତୁ ଇତିହାସ କିମ୍ବଦନ୍ତୀ ଆଉ ଐତିହାସିକର ଯେଉଁ ବିଚାରଧାରା ଯେଉଁ ଛାଡ଼ିଗଲେ, ଯାହା ଯେଉଁ ମନେ ରହିବ, ଏଇଟା ହେଉଛି ଆମ ପାଇଁ ମୂଲ୍ୟ ଏବଂ ପୁରସ୍କାର। ଜୟ ଜଗନ୍ନାଥ।